ୱେଲକମ୍ ଟୁ ପିଲାମାନେ ତୁମମାନଙ୍କର 25ଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଯେଉଁଟା ଅଛି ଏସିପିରେ ମୁଁ ଆଲୋଚନା କରିଦେଇଛି। ଯେଉଁମାନେ ଦେଖିନେ ଭିଡ଼ିଓ ଦେଖିନେବ। ଏଇଟା ହେଲା ସେଟ୍ ବି ଜୀବବିଜ୍ଞାନର 25ଟା କୋଶ୍ଚିନ୍ এই ଭିଡ଼ିଓରେ ଆଲୋଚନା କରିବା। ଏଇଟା ପିଲାମାନେ ବୋର୍ଡ଼ର କୋଶ୍ଚିନ୍ ଆଗ ବର୍ଷର କୋଶ୍ଚିନ୍ ହେଲା ଲାଇଫ୍ ସାଇନ୍ସ। ଆସ ଭିଡ଼ିଓ ଷ୍ଟାର୍ଟ କରିବା। ଦେଖ 26 ନମ୍ବର କ'ଣ ଦେଲା ନା ଲାଟ୍ରିକ୍ ଅମ୍ଳରେ କେତେ ଅଙ୍ଗାରକ ଥାଏ ପିଲାମାନେ କେତୋଟି ନା 3ଟି ହେଲା। ଏଇଟା ପିଲାମାନେ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ସବୁ ମନେ ରଖିଥାଉ ଆନ୍ସର୍ ସବୁ ହେଲା। ତାପରେ ଦେଖ 27 ନମ୍ବର କେଉଁ ସବୁ ଅଙ୍ଗ ଦ୍ୱାରା ବେଙ୍ଗ ଶ୍ୱାସ କରିଥାଏ ପିଲାମାନେ କେଉଁଟା ନା ଚର୍ମ ମୁଖଗହ୍ୱର ଫୁସଫୁସ୍ ହେଲା। ତିନିଟାର ସାହାଯ୍ୟରେ ବେଙ୍ଗ ଶ୍ୱାସକ୍ରିୟା କରିଥାଏ। ତାପରେ ପିଲା 28 ନମ୍ବର ଦେଲା କେଉଁଟି ମନୁଷ୍ୟ ଶ୍ୱାସନ ତନ୍ତ୍ର ଅଂଶ ନୁହେଁ ପିଲାମାନେ ଗ୍ରସନୀ ଗଲେଟ୍ ଗ୍ଲଲିଟ୍ସ ନା ନାସାପଥ ପିଲାମାନେ କେଉଁଟା ନା ଗଲେଟ୍ ହେଇଯିବ ରାଇଟ୍ ଆନ୍ସର୍ ହେଲା। ଶ୍ୱାସପଥ ନୁହେଁ। ତାପରେ ପିଲାମାନେ 29 ନମ୍ବର ଦେଖ ମନୁଷ୍ୟ ଶରୀରରେ କେଉଁ ଅଂଶ ଏକ ପବନିଧିରୋଧୀ କୋଠରୀ ହେଲା। ନୀଳୟ ବକ୍ଷଗହ୍ୱର ଉଦରଗହ୍ୱର ଅଳିନ୍ଦ ପିଲାମାନେ କେଉଁଟା ନା ଆମର ବକ୍ଷଗହ୍ୱର ହେଲା ରାଇଟ୍ ଆନ୍ସର୍। ତାପରେ ପିଲାମାନେ 29 ନମ୍ବର 30 ନମ୍ବର ଦେଖ ପିଲାମାନେ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟେ ସବସ୍କ୍ରାଇବ୍ କରିଦେବ। ଏଇଟା ପିଲାମାନେ କାହିଁ ପ୍ରାକ୍ଟିସ୍ କରାହେଉଛି ନା ଏଇଟା ତୁମର ବୋର୍ଡ଼ର କୋଶ୍ଚିନ୍ ବୋର୍ଡ଼ର ପରୀକ୍ଷାରେ କୋଶ୍ଚିନ୍ ଅଧିକାଂଶ ରିପିଟ୍ ହୋଇଥାଏ ହେଲା ପ୍ରିଭିୟସ୍ ଇୟର୍ କୋଶ୍ଚିନ୍। ତାପରେ 30 ନମ୍ବର ଦେଖ କେଉଁ ଯୋଡ଼ାଟି ଅସମ୍ବନ୍ଧିତ ଅଛି ମାନେ କେଉଁଟା ନାସାପଥ କ'ଣ ଥିଲା ନାସାପଥ ଶେଷ କୋଶ୍ଚିନ୍ ଟୀକା ହେଲା। ତାପରେ ଗସନୀ ସ୍ୱରପେଟିକା ଶ୍ୱାସନଳୀ ଭୋକାଲ୍ ଗ୍ଲାଡ଼ ଆଉ ନାସାରନ୍ଧ୍ର ଓପାସ୍ଥି ପିଲାମାନେ ଏଇଟା ରାଇଟ୍ ଆନ୍ସର୍ ହେଇଯିବ କେଉଁଟା କେଉଁ ଯୋଉଠି ଅସମ୍ବନ୍ଧିତ ଅଛି ପିଲାମାନେ ଗ୍ରସନୀ ଗଲେଟ୍ ହେଇଯିବ ରାଇଟ୍ ଆନ୍ସର୍ ହେଲା। ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର୍। 31 ନମ୍ବର ଦେଖ ଉଦ୍ଭିଦରେ ଜଳର ନିଷ୍କ୍ରିୟ ଶୋଷଣ ସହିତ କେଉଁଟା ସମ୍ପର୍କିତ ନୁହେଁ ପିଲାମାନେ କେଉଁଟା ନା ଆମର ବିସରଣ ହେଲା। ବିସରଣ ସମ୍ପୂର୍ଣ୍ଣ ଅଛି ହେଲା। ଉଚ୍ଛେଦନ ସମ୍ପୂର୍ଣ୍ଣ ଅଛି। ତାପରେ ବିଭାଜନ ଶକ୍ତି ବି ସଂକୁଚିତ ପରିସ୍ଥିତି ନାହିଁ ହେଲା। ପରିସ୍ଥିତି କିଏ କରେ ନିହାତି ମୋତେ କମେଣ୍ଟ କରି କହିବ। ତାପରେ 32 ନମ୍ବର ଦେଖ କେଉଁ ଉଦ୍ଭିଦ କୋଷକ ବ୍ୟବହୃତ ହେଉଥିବା ଅଂଶର ଉଦାହରଣ କାଣ୍ଡର ଅଗ୍ରଭାଗ। ତାପରେ ବି 33 ନମ୍ବର ଦେଖ ଜଳ ଓ ଏଞ୍ଜାଇମ୍ ଭିତ୍ତି ମଧ୍ୟରେ ଥିବା କେଉଁ ବଳ ଯୋଗୁଁ ତାହା ସର୍ବଦା ଲାଗି ରହିଥାଏ ମାନେ କେଉଁଟା ନା ସଂଲଗ୍ନ ବଳ ଯୋଗୁଁ ହେଲା ସଂଲଗ୍ନ ବଳ। ତାପରେ 34 ନମ୍ବର କେଉଁ ରକ୍ତବାହିନୀର କପାଟିକା ଥାଏ କେଉଁ ରକ୍ତବାହିନୀର କପାଟିକା ଥାଏ ପିଲାମାନେ କେଉଁଟା ନା ମହାଧମନୀ ହେଲା। ତାପରେ ପିଲାମାନେ ଦେଖ 35 ନମ୍ବର ମଣିଷ ରକ୍ତରେ କେଉଁ ପ୍ରୋଟିନ୍ ଥିବା ଯୋଗୁଁ ରକ୍ତ ଜମାଟ ବାନ୍ଧେ ନାହିଁ ପିଲାମାନେ କେଉଁଟା ନା ହିପାରିନ୍ ପ୍ରୋଟିନ୍ ଥିବା ଯୋଗୁଁ। ତାପରେ 36 ନମ୍ବର ଦେଖ ଏକ ସୁସ୍ଥ ଲୋକ ହୃତ୍ପିଣ୍ଡ ସ୍ପନ୍ଦନ ହାର ମିନିଟ୍ ପ୍ରତି ସାଧାରଣ କେତେ ଥର ହୋଇଥାଏ ମାନେ କେତେ ନା 72 ଥର। ଏକ ସୁସ୍ଥ ଲୋକର ହୃତ୍ପିଣ୍ଡର ସ୍ପନ୍ଦନ ହାର ମିନିଟ୍ ପ୍ରତି କେତେ ହୋଇଥାଏ ନା 72 ଥର। 62 70 62 60 ଥିବ କିନ୍ତୁ 72 ହିଁ ରାଇଟ୍ ଆନ୍ସର୍ ହେବ। ଏଇଟା ଆମେ ଭୁଲିବନି। ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଏଇଟା ବହୁତ ଥର ଏକ୍ଜାମ୍ରେ ରିପିଟ୍ ହୋଇଛି। ତାପରେ ଦେଖ 37 ନମ୍ବର କେଉଁ ଜୀବର ବର୍ଜ୍ୟ ନିଷ୍କାସନ ୟୁରିଆ ରୂପେ ହୋଇଥାଏ ପକ୍ଷୀ ପତଙ୍ଗ ବେଙ୍ଗ ସରୀସୃପ ପିଲାମାନେ କେର ନା ବର୍ଜ୍ୟବସ୍ତୁ ୟୁରିଆ ରୂପରେ ହୋଇଥାଏ କାରଣ ନା ବେଙ୍ଗର। ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର୍। ତାପରେ ପିଲାମାନେ 38 ନମ୍ବର ଦେଖ ମଣିଷ ଝାଳ କେଉଁ ଗ୍ରନ୍ଥରେ ତିଆରି ହୁଏ ପିଲାମାନେ କେଉଁଟା ନା ଲସିକା ନା ଲାଳ ନା ଶ୍ଵେତ ନା ସୌତ ନା ଆନ୍ତ୍ରିକ ପିଲାମାନେ କେଉଁଟା ନା ଅପସନ୍ ନମ୍ବର ସି ଶ୍ରୌତ ହେଲା କି ସୌଦ ପିଲାମାନେ ଏଇଟା ଜାଣିଥିବ। ତାପରେ ଦେଖ 39 ନମ୍ବର କେଉଁଟି ଉପସ୍ଥିତି ଯୋଗୁଁ ଶୁଷ୍କ ଲୋକର ମୂତ୍ର ରଙ୍ଗ ଈଷତ୍ ହଳଦିଆ ହୋଇଥାଏ ପିଲାମାନେ କେଉଁଟା ନା ଇରୋକ୍ରୋମର ଉପସ୍ଥିତି ଯୋଗୁଁ। ଇରୋକ୍ରୋମର ଉପସ୍ଥିତି ଯୋଗୁଁ ମଣିଷର ଯେଉଁ ମୂତ୍ର ରଙ୍ଗ ଅଛି ଈଷତ୍ ହଳଦିଆ ହୋଇଥାଏ। ତାପରେ 39 ନମ୍ବର ପିଲାମାନେ 40 ନମ୍ବର ଦେଖ ସିନିକୋନ୍ ହେଲା କି ସିନକୋନ୍ ଗଛର ଉପକ୍ଷାର ହେଉଛି କ'ଣ ହେଲା ପିଲାମାନେ ନିକୋଟିନ୍ ଟାଟିନ୍ ରେଜିନ୍ ନା କୁଇନାଇନ୍ ପିଲାମାନେ କେଉଁଟା ନା ସିନିକୋନ୍ ଗଛର ହେଲା ଏଇଟା ହେଇଯିବ କ'ଣ ଅପସନ୍ ନମ୍ବର ଡି କୁଇନାଇନ୍। ସିନିକୋନ୍ ଗଛର କୁଇନାଇନ୍ ହେଲା ଗଛର ଉପକ୍ଷାରିକ ହେଉଛି କୁଇନାଇନ୍।
ତାପରେ ଦେଖ 41 ନମ୍ବର, ପ୍ରଚୁର ପରିମାଣରେ ଉଦ୍ଭିଦଜାତ ପୁଷ୍ଟିସାର କେଉଁଥିରୁ ମିଳିଥାଏ? ପିଲାମାନେ କେଉଁଟା? ସୋୟାବିନ୍ରୁ। ତାପରେ ପିଲାମାନେ ଦେଖ, ଶରୀରରେ ଆୟନ ସନ୍ତୁଳନ ରକ୍ଷା କରିବାରେ କେଉଁଟା ମୁଖ୍ୟ ଭୂମିକା ଥାଏ? ପିଲାମାନେ କାହାର? ସ୍ନେହସାର ନା ଧାତୁସାର ନା ପୁଷ୍ଟିସାର ନା ଶ୍ଵେତସାର? ତେଣୁ ଶରୀରରେ ଆୟନିକ ଯୌଗିକ ମାନେ କ'ଣ ରକ୍ଷା କରିବା କଥା ପଚାରୁଛି। ଧାତୁସାର ହେଇଯିବ ମେନ୍ ମୁଖ୍ୟ। ଧାତୁସାର ଦ୍ୱାରା ଆମ ଶରୀରରେ ଆୟନ ଯୌଗିକ ଇଏ ହେଇଥାଏ। ପିଲାମାନଙ୍କୁ ମୁଖସ୍ଥ କରିଦେଇକି ପଳେଇବ। ଦେଖ, ମୃତ ଗଳିତ ପଚା ସଢ଼ା କ'ଣ ଥିଲା? ସରି ଟିକେ ରହିଯାଏ। ମୃତ ଗଳିତ ପଚା ସଢ଼ା ଉଦ୍ଭିଦ ପ୍ରାଣୀଙ୍କର ଅବଶେଷଣରୁ ଖାଦ୍ୟ ଗ୍ରହଣ କରି ପାରୁଥିବା ପରଭୋଜୀଙ୍କୁ କ'ଣ କୁହାଯାଏ? ଦେଖ, ଯଦି ଏଠୁ ଆସିଲା ମୃତ୍ୟୁବ ଗଳିତ, ଏଇଠୁ ଜାଣିଯିବ ସହଜୀବୀ ନା ରସେଲାଶସ୍ୟ ନା ମୃତ୍ୟୁବଜୀବୀ ନା ପରଜୀବୀ। ପିଲାମାନେ ମୃତ୍ୟଜୀବୀ। ଯେହେତୁ ମୃତ୍ୟୁ ଗଳିତ ଆସୁଛି ମୃତ୍ୟଜୀବୀ। ଏଠି ସହଜୀବୀ ପାଣି ପର୍ଯ୍ୟନ୍ତ ସହଜୀବୀ। ଯେତିକି ପରଜୀବୀ କ'ଣ? ଯିଏ ଅନ୍ୟ ଉପରେ ନିର୍ଭର କରିଥାନ୍ତା। ଅନ୍ୟ ଉପରେ ଯିଏ ନିର୍ଭର କରେ ସେ ହେଲା ପରଜୀବୀ। ଯିଏ ମଲା ସଢ଼ା ପଚାମଚା ଖାଏ ସେ ହେଲା ମୃତ୍ୟୁଜୀବୀ। ତାପରେ ସହଜୀବୀ କିଏ? ନା ଯିଏ ନିଜକୁ ସାହାଯ୍ୟ କରିଥାଏ ସେ ହେଲା ସହଜୀବୀ। ଆମେ ମନୁଷ୍ୟ ହେଲା କ'ଣ? ନା ସହଜୀବୀ। ତାପରେ ପିଲାମାନେ ଦେଖ 44 ନମ୍ବର, ଆମର ଦେଲା କ'ଣ? ନା ରାତ୍ରି କାଳରେ ଆଲୋକ ଶୋଷଣ ଅନ୍ଧାରକାର ପ୍ରକ୍ରିୟା ଟିକେ ରହିଯାଅ। ରାତ୍ରି କାଳରେ ଆଲୋକ ଶୋଷଣ ଓ ଅନ୍ଧାର ପ୍ରକ୍ରିୟା ମଧ୍ୟରେ କାର୍ଯ୍ୟକ୍ଷମ କ୍ଷମ ନଥିବା ତେଣୁ ଆଲୋକ ଶୋଷଣ ପ୍ରକ୍ରିୟା ବନ୍ଦ ହେଉଥାଏ। ଏହାର କାରଣ ହେଲା କ'ଣ? ପିଲାମାନେ କ'ଣ? ଆଲୋକ ଶୋଷଣ ଶକ୍ତିର ଯୋଗାଣ ବନ୍ଦ ହୋଇଯାଇଥାଏ, ନା ରାଇବୋଜୋମ ଫସ୍ଫୋରେଟ୍ କାର୍ବୋକ୍ସିଲିକ୍ ଅକ୍ସିଜେନ ଏନଜାଇମ୍ କାର୍ଯ୍ୟକ୍ଷମ ନଥାଏ, ନା ଅଙ୍ଗାରକାମ୍ଳ ଗ୍ୟାସ୍ ଅଭାବ ହୁଏ, ନା ଗ୍ରାହକ ଅଣୁର ରାଇବୋଜୋମରେ ଫସ୍ଫେଟ୍ ଅଭାବ ପଡ଼େ। ପିଲାମାନେ କେଉଁଟା? ନା ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର୍। କ'ଣ? ନା ଆଲୋକ ଶୋଷଣ ଶକ୍ତିର ଯୋଗାଣ ବନ୍ଦ ହୋଇଯାଇଥାଏ। ତାପରେ ପିଲାମାନେ ଦେଖ, ଆମର ଦୃଶ୍ୟମାନ ଆଲୋକ ଉପସ୍ଥିତିରେ କ୍ଲୋରୋପ୍ଲାଷ୍ଟର କେଉଁ ଅଂଶରେ ଆଲୋକ ପ୍ରକ୍ରିୟା ସଂଘଟିତ ହୋଇଥାଏ? ପିଲାମାନେ କେଉଁଟା? ନା ତୁମମାନଙ୍କ ରାଇଟ୍ ଆନ୍ସର୍ ହେଇଯିବ କେଉଁଟା? ନା ଗ୍ରାନା। ହେଲା, ଗ୍ରାନାରେ ସଂଘଟିତ ହୋଇଥାଏ। ଗ୍ରାନାରେ ସଂଘଟିତ ହୋଇଥାଏ। ତାପରେ ପିଲାମାନେ ଦେଖ, ତାପରେ 46 ନମ୍ବର ଦେଲା। ପିଲାମାନେ ଦେଖ, କେଉଁଠାରୁ ଉଭୟ ଲବଣାତ୍ମକ ଆଉ ଏନଜାଇମ୍ କ୍ଷରିତ ହୁଏ? ହେଲା, ଲବଣ ଅମ୍ଳ ଆଉ ଏନଜାଇମ୍ କ୍ଷରିତ ହୁଏ କେଉଁଠି? ନା ପାକସ୍ଥଳୀରୁ। ଏଇଟା ମନେ ରଖିଥିବ, ଉଭୟ ଲବଣ ଅମ୍ଳ ଆଉ ଏନଜାଇମ୍ କେଉଁଠି କ୍ଷରିତ ହୁଏ? ନା ପାକସ୍ଥଳୀରୁ। 47 ନମ୍ବର ଦେଖ, ପାକତନ୍ତ୍ରର କେଉଁ ଅଂଶରେ ଜଳ ଓ ତାର କେତେ ଇଲେକ୍ଟ୍ରୋଲାଇଟ୍ର ଅବଶୋଷଣ ଥାଏ? ପିଲାମାନେ କୋଉଠି? କ୍ଷୁଦ୍ରାନ୍ତରେ ଇଲେକ୍ଟ୍ରୋଲାଇଟ୍ର। ହେଲା, ଦେଖ ପାକତନ୍ତ୍ରରେ କେଉଁ ଅଂଶରେ ଜଳ ଆଉ ଇଲେକ୍ଟ୍ରୋଲାଇଟ୍ର ଅବଶୋଷଣ ଥାଏ? ନା କ୍ଷୁଦ୍ରାନ୍ତରେ ଆମର ଥାଏ। ତାପରେ ପିଲାମାନେ ଦେଖ, ଆମର 48 ନମ୍ବର, ଲାଳରେ କେଉଁ ଏନଜାଇମ୍ ଥାଏ? ନା ପିଲାମାନେ କ'ଣ? ଆମର ଟାଇଲିନ୍। ଲାଳରେ ଆମର କେଉଁ ଏନଜାଇମ୍ ଥାଏ? ନା ଟାଇଲିନ୍। ଆଉ ଗୋଟେ ମନେ ରଖିଥାଏ, ଲେମ୍ବୁରେ କ'ଣ ଥାଏ? ନା ସେଟିଟେରିକ୍ ଅମ୍ଳ। ଆଉ ତେନ୍ତୁଳିରେ କେଉଁଟା? ସେଇଟା ତୁମମାନେ କମେଣ୍ଟ କରି ମୋତେ କରିବ। ତାପରେ 49 ନମ୍ବର ଦେଖ, ଅମ୍ଳଜାନ ଉପସ୍ଥିତିରେ କୋଷୀୟ ଶୋଷଣ ଆଉ କେଉଁ ପର୍ଯ୍ୟାୟରେ ଆବଶ୍ୟକ ନଥାଏ? ଅମ୍ଳଜାନ ଉପସ୍ଥିତିରେ କୋଷୀୟ ଶୋଷଣରେ କେଉଁ ପର୍ଯ୍ୟାୟଟି ଆବଶ୍ୟକ ନଥାଏ? ପିଲାମାନେ କେଉଁଟା? ନା ଇଲେକ୍ଟ୍ରନ୍ ପରିବାହ ସଂସ୍ଥା। ତାପରେ 50 ନମ୍ବର ଦେଖ, ମାଇକ୍ରୋକଣ୍ଡ୍ରିଆରେ କେଉଁ ଅଂଶରେ ସାଇଟ୍ରିକ୍ ଅମ୍ଳ ଚକ୍ର ଚାଲୁ ରହିଥାଏ? ପିଲାମାନେ କେଉଁଠି? ନା ମାଟ୍ରିକ୍ସରେ। ମାଇକ୍ରୋକଣ୍ଡ୍ରିଆର ମାଟ୍ରିକ୍ସରେ। 50ଟା ଆନ୍ସର୍ ପିଲାମାନେ ଡିସ୍କସନ୍ ହେଇଗଲା। କାହାର କେତେ ରହିଲା ନିଜେ ମୋତେ କମେଣ୍ଟ କରି କହିବ। ସରି 25ଟା, ହେଲା କି। ଆଉ 25ଟା ପିଲାମାନେ ଭିଡ଼ିଓରେ ତଳେ ଲିଙ୍କ୍ ଅଛି, ଯେଉଁମାନେ ଡେସ୍କ୍ରିପ୍ସନ୍ରେ ଦେଖିନେବେ ତାକୁ ଦେଖିନେବ। SCPର। ଆଉ ଏଇଟା ଆମ SCL। ଆଉ ଥ୍ୟାଙ୍କ ୟୁ ଫର୍ ୱାଚିଂ।